ମାନେ ଆପଣଙ୍କୁ କଷ୍ଟ ହିଁ ଲାଗିଥିବ ମୁଁ ଆଉ କିଛି ବର୍ଷ ଯଦି ରହିଥାନ୍ତି କିଛି ମାସ ରହିଥାନ୍ତି ସାୟଦ ମତେ ଆଉ ଅଧିକ ଲୋକ ଜାଣିପାରିଥାନ୍ତେ ତ ସେଠୁ ମୁଁ ଆସିକି କିଛି ଭୁଲ କରିଦେଲି କି ଆଉ। ନାଇଁ ମତେ ବହୁତ କଷ୍ଟ ହେଇଛି ଯେତେବେଳେ ମୁଁ ପାଟି ଛାଡ଼ିଲି ବି ମତେ ବହୁତ କଷ୍ଟ ହେଇଛି। ରାତି 11ଟା ହେଇଗଲେ ମତେ ନିଦ ଏମିତି ଭାଙ୍ଗିଯିବ ମତେ କାନ୍ଦ ଲାଗିବ ଉଠିକି ମୁଁ କାନ୍ଦିଛି ବହୁତ ଥର। ସେମିତି ତାଙ୍କୁ ବି କଷ୍ଟ ହଉଥିବ ସେ କାହାକୁ କହିପାରୁନଥିବ ବୋଧେ ଏମିତି ହଉଥିବ ଆଉ। ବହୁତ ଆପଣଙ୍କୁ ବହୁତ ବଡ ଅସୁବିଧା ହେଇଥାଇପାରେ ଆପଣ କହୁନାହାନ୍ତି ତାହେଲେ ଆପଣ ସୂର୍ଯ୍ୟ ମନ୍ଦିର ଛାଡ଼ିଲେ ତାପରେ ଆପଣ ଆସିକି ଘରେ କଣ କରୁଥିଲେ ଯିଏକି ଆପଣ ତ ଯାହାହେଲେ ବି ଘରେ ବସିଥିବେ ନା ଯାତ୍ରା ଅଧ୍ୟକ୍ଷ ଗଲା ପରେ ଆପଣ ଯାତ୍ରା ଅନୁଷ୍ଠାନ ତ ଆପଣଙ୍କୁ ରଖିବେନି ନା। ନାଇଁ ନାଇଁ ସେମିତି କିଛି ନାହିଁ ମୁଁ ତ ଘରେ ଯାଇକି ପହଞ୍ଚିଲି ତାପରେ ପରେ ମତେ ବହୁତ ଫୋନ୍ ଆସିଛି ତ ବୋଧେ ଭଗବାନଙ୍କ ଇଚ୍ଛା ନଥିଲା ମୁଁ ସେଠି ରୁହେ ବୋଲି। ଅବଶ୍ୟ ପିୟୁଷ ଭାଇ ତ ବହୁତ ସପୋର୍ଟିଂ ମତେ କରିଛନ୍ତି ସେ ମାନେ ହାଇଦର ନାଟକକୁ ନେଇକି ବହୁତ ସପୋର୍ଟିଂ କରିଛନ୍ତି। ବୋଧେ ଭଗବାନଙ୍କ ଇଚ୍ଛା ନଥିଲା ମୁଁ ଯୋଉଥିପାଇଁ ସେଠୁ ଓହରି ଆସିଥିଲି ବଟ୍ ପିୟୁଷ ଭାଇଙ୍କ ସହିତ ଯେତିକି କାମ କରୁଛି ସେ ବହୁତ ଭଲ ସେ ସେମିତି ନୁହନ୍ତି କଣ ହେଇଥିବ ମୁଁ ସେଇଟା ଜାଣିନି। ନମସ୍କାର ଜୟ ଜଗନ୍ନାଥ ମୋର ଅଗଣିତ ଦର୍ଶକ ମାନଙ୍କୁ ମୁଣ୍ଡ ଛୁଆଁ ପ୍ରଣାମ ଆଶୀର୍ବାଦ କରନ୍ତୁ ବାସ୍ ସେତିକି। ତ ମ୍ୟାଡାମ କହିବେ ଆପଣ କେତେ ବର୍ଷ ଯାତ୍ରା ଜଗତକୁ ଆପଣ ଏଣ୍ଟ୍ରି କଲେଣି ଆଉ ୟା ପରେ କୋଣାର୍କ ପୂର୍ବରୁ ଆପଣ କୋଉ ଯାତ୍ରା ଅନୁଷ୍ଠାନ ଥିଲେ? ମୁଁ ଯାତ୍ରାକୁ କରୋନା ପରେ ପରେ ଏଣ୍ଟ୍ରି କରିଛି ମୋର ଯାତ୍ରା ଲାଇନ୍ ଆସିଲେଣି କରୋନା ପରେ ପରେ କିନ୍ତୁ 2 ବର୍ଷ ଅଢ଼େଇ ବର୍ଷ ପରେ ହବ। ଆପଣଙ୍କର ପ୍ରଥମ ଯୋଉ ଯାତ୍ରା ଅନୁଷ୍ଠାନ ଥିଲା କୋଉ ଯାତ୍ରା ଅନୁଷ୍ଠାନ ଥିଲା? ମୁଁ ପ୍ରଥମେ ଯେତେବେଳେ ଯାତ୍ରା ଲାଇନ୍କୁ ଆସିଥିଲି ମୋତେ ଯେଉଁ ଆମର ବାପି ପଣ୍ଡା ହିରୋ ସେ ମୋତେ ଆଣିଥିଲେ ଲାଇନ୍କୁ ତାଙ୍କ ସହିତ ମୁଁ କେବେ କାମ କରିନି କେବେ ରହିନି। ଅବଶ୍ୟ ବାଣେଶ୍ୱରରେ ଥିଲାବେଳେ ଯେତେବେଳେ ବାଣେଶ୍ୱରର ଅଫର୍ ଆସିଥିଲା ମୋ ପାଇଁ 2 ମାସ ପାଇଁ ଜଣଙ୍କ ଇଏରେ ଯାଇଥିଲି ସେଇଠି 2 ମାସ ତାପରେ ବାଗା ଯଦି ତାପରେ ସୂର୍ଯ୍ୟ ମନ୍ଦିର ତାପରେ ଏଠି ଆମ ଓନର ଯିଏ ବହୁତ ଭଲ ଆମ ଓନର ସେ ଯେତେବେଳେ ମୋତେ ଅଫର୍ ଦେଲେ କି ମୁଁ ଆସିଲି ମୁଁ କେବେ ଭାବିନଥିଲି ମୁଁ କୋଣାର୍କ ଆସିବି ମୋତେ ବହୁତ ନର୍ଭସ୍ ବି ଲାଗୁଥିଲା ବହୁତ ଡରୁଥିଲି ବି ମୁଁ କେମିତି କ'ଣ କରିବି ସେଠି ଏତେ ବଡ଼ ପାର୍ଟି ଏତେ ବଡ଼ କଳାକାର ଦୈତାନ ନନା ବସନ୍ତ ନନା ଆମର ଯିଏ ସବୁ ଆମର ଅଛନ୍ତି ନଳିନୀ ଅପା ମିଠୁଣା ଆପା ଏମାନଙ୍କୁ ବହୁତ ଭୟ ଲାଗୁଥିଲା ତ ଆସିଲି ଏଠି ଠିକ୍ ଠାକ୍ ସବୁ। ଆପଣ ଯେତେବେଳେ କୋଣାର୍କ ନାଟକୁ ଆସିଲେ ଆପଣ କି ନର୍ଭସ ହେଲାନି ନା ଏତେ ବଡ ଯାତ୍ରା ଅନୁଷ୍ଠାନରେ କାମ କରିବା ସୁଯୋଗ ପାଇଲେ ଯାହାହେଲେ ବହୁତ ବଡ ବଡ କଳାକାର ଅଛନ୍ତି କିଛି ତ ନର୍ଭସ କରିଥିବେ? ଏବେ ବି ଲାଗୁଛି ଏବେ ବି ନର୍ଭସ୍ ଅଛି ଆଉ କିନ୍ତୁ ଏତିକି ଭଲ ଲାଗୁଛି କି ଆମ କୋଣାର୍କ ଟିମ୍ରେ ସେମିତି କିଛି ନାହିଁ ଯେ କି ସେତିକି ଆମକୁ ନର୍ଭସ୍ କରିଦେବା କି ଆମର କୋ ଆର୍ଟିଷ୍ଟ ମାନେ ବହୁତ ଭଲ। ନା କିଛି ନାହିଁ ଏ ପାର୍ଟିରେ କିଛି ନାହିଁ ଯେମିତି ଚଳନି ଆମର ଏଠି ବହୁତ ଭଲ ଏଠିକାର। ଆପଣଙ୍କ ହିସାବରେ ଆପଣଙ୍କୁ ସେଇଭଳିଆ ରୋଲ ମିଳୁଛି କି? ଦେଖନ୍ତୁ ମୁଁ ନୂଆ କରି ଲାଇନ୍କୁ ଆସିଛି ମାନେ ଧରିବାକୁ ଗଲେ ନ୍ୟୁ କମର୍ ତ ମୁଁ ସେମିତି ଯେଉଁ ପାର୍ଟ ପଡ଼ିବ ମୁଁ ସବୁ ପାର୍ଟ କରିବି ଗୋଟେ କଳାକାର ପାଇଁ ସବୁ କ୍ୟାରେକ୍ଟର ହିଁ ତା ପାଇଁ ବହୁତ କିଛି ମୋର ସେମିତି କିଛି ନାହିଁ ମୋତେ ଯାହା ବି ଦେଲେ ମୁଁ କରିବି ମୋ ଖୁସି ଅନୁସାରେ ମୁଁ କରୁଛି ସେମାନେ ଦେଲେ ବି ମୁଁ କରୁଛି ଅବଶ୍ୟ ଯେତିକି ପାର୍ଟ ପଡ଼ିଛି ମୋ ପାଇଁ ସବୁ କିଛି ଭଲ ପାର୍ଟ ପଡ଼ିଛି। କେତେ ଖଣ୍ଡ ନାଟକରେ ଆପଣ ଅଭିନୟ କରୁଛନ୍ତି କୋଣାର୍କ ନାଟ ଏ ବର୍ଷ ପାଇଁ 25 ଆଉ 26 ଯାତ୍ରା ଋତୁ ପାଇଁ? ଏ ବର୍ଷ ମୁଁ ଏଠି 5 ଖଣ୍ଡ ନାଟକରେ ପାର୍ଟ କରୁଛି ଆମର ହସ ଋତୁ ମୋ ଲୁହ ଋତୁ ତୁ ବୋଧେ ମୋ ଭାଗ୍ୟ ନୁହେଁ ଯୋଉଟା ଭାଇରାଲ ନାଟକ ଆମର ଆଉ ସେ ଗୋଟିଏ ଭଲ ପାଇଁ ନାଟକରେ ପାର୍ଟ କରୁଛି ଆମର ଯେଉଁ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ ଆଉ ଗୋଟେ ନୂଆ ନାଟକ ଶ୍ରୀକୃଷ୍ଣ ସଖା ତମେ ମୋ ଶେଷ ଦେଖା ଏମିତି। ତ ଆପଣ 5 ରାତି ଆପଣ ଅଭିନୟ କରିବେ ଯାହାହେଲେ ଗୋଟେ ରାତି ତ ରେଷ୍ଟ ନେବା ଦରକାର ନା। ହଁ ମୋର ଅଫ୍ ଅଛି ମୋର ଅଛି 5 ନାଟକ କହିଲେ ନା ଆପଣ 6 ହଁ 6 ଖଣ୍ଡ ନାଟକ ଅଛି ମୋର ଗୋଟେ ନାଟକ ଅଫ୍ ଅଛି ଜଗା ଧରିଛି ଜୀବନ ପଗା ସେ ନାଟକରେ ମୋର ଅଫ୍ ଅଛି ମୁଁ ରେଷ୍ଟ ନିଏ। ଜଗା ଦଉଛି ଜୀବନ ପ୍ରକାଶ ସାୟଦ ସେ ନାଟକ ହୋଇନପାରେ କାହିଁକିନା ପୁରୁଣା ନାଟକ। ଆଚ୍ଛା ଠିକ ଅଛି ତ ଆପଣଙ୍କ ଘର କୋଉଠି ଅଛନ୍ତି ଆପଣଙ୍କ ଘର ସବୁ କିଏ କିଏ ଅଛନ୍ତି? ଆମ ଘର ଭଦ୍ରକ ଡିଷ୍ଟ୍ରିକ୍ଟ ଆମ ଗାଁ ବଛେଦା ମୋ ଘରେ ମୋ ମା ଆଉ ମୁଁ ମାମୁଁ ଘରେ ରୁହେ ମୋ ବାପାଙ୍କର ଟିକେ ଡିଷ୍ଟାନ୍ସରେ ଅଛି ମୁଁ ପିଲା ବେଳୁ ରହୁଛି ଆଉ ମାମୁଁ ଘରେ ଅଛି ତ ଆଉ କଣ ଏତିକି। ଆପଣ ଯାତ୍ରା ଜଗତକୁ କେମିତି ଆସିଲେ? ଯାତ୍ରା ଯୋଗକୁ ଆସିବାର ମୁଖ୍ୟ ନାହିଁ ମାନେ ଯୋଉଟା ଦେବୀ ମୋ ସେ କେବଳ ମୋ ମା ଯିଏ ମୋ ପାଇଁ ବେଶୀ ମୁଖ୍ୟ ନା ସେ ହିଁ ସବୁବେଳେ ମୋତେ ସପୋର୍ଟ କରନ୍ତି ସେ ଚାହାନ୍ତି ଯେ କି ମୁଁ ଯାତ୍ରା ଲାଇନ୍କୁ ହିଁ ଆସେ ତାଙ୍କର ବହୁତ ଆଶା ଅଭିଳାଷ ବହୁତ ଥିଲା ଯେ କି ମୁଁ ଯାତ୍ରା ଲାଇନ୍ରେ ରୁହେ ବୋଲି ମୋ ଅଜା ଜଣେ କଳାକାର ସେଇ ଯାତ୍ରା ଲାଇନ୍ରେ ଥିଲେ ଅବଶ୍ୟ ଏବେ ନାହାନ୍ତି ମୁଁ ଏକା ବି ନାହିଁ ମୋ ମାମୁଁ ଅଛନ୍ତି ଆମେ 2 ଜଣ ଅଛୁ ମୋ ନିଜ ମାମୁଁ ଏଠି ଅଛନ୍ତି ସେ ପାର୍ଟ କରନ୍ତିନି ମ୍ୟାନେଜର ପୋଷ୍ଟରେ ଅଛନ୍ତି ଆଜ୍ଞା। ଆଚ୍ଛା ଆପଣ ଯାତ୍ରା ଜଗତ ଆସିବା ପୂର୍ବରୁ ଆପଣ ଘରେ କଣ କରୁଥିଲେ? ମୁଁ ପଢ଼ାପଢ଼ି କରୁଥିଲି ମୁଁ +3 କମ୍ପ୍ଲିଟ୍ କରିକି ଆସିଛି। ସୁଯୋଗ କେମିତି ପାଇଲେ ଆପଣ ସୁଯୋଗ କିଏ ଦେଲେ ସର୍ବପ୍ରଥମେ ଯାତ୍ରା ଜଗତକୁ ଏଣ୍ଟ୍ରି କଲେ କାହା ଦ୍ୱାରା ତ ଆପଣ ଆସିଥିବେ? ଆଜ୍ଞା ମୋତେ ଯେତେବେଳେ କରୋନା ଯେତେବେଳେ ସୁଟିଂ ନାଟକ ଚାଲିଥିଲା କରୋନା ପରେ ପରେ ବାପି ନନାଙ୍କ ସହିତ ଆମର ମାନେ ଆମ ଅଜାଙ୍କର ଟିକେ ଭଲ ସମ୍ପର୍କ ଯେତେବେଳେ ସେ ଯାତ୍ରାରେ ଥିଲେ ତାଙ୍କ ସହିତ କଥା ହେଇଥିଲେ ବାପି ନନା ହିଁ ମୋତେ ଏ ଲାଇନ୍କୁ ହିଁ ଆଣିଛନ୍ତି ବାପି ପଣ୍ଡା ଯିଏ ମୋତେ ଏ ଲାଇନ୍କୁ ଆଣିଛନ୍ତି ଆଜ୍ଞା।
ଆଚ୍ଛା ଆପଣ ଯାତ୍ରାକୁ ନେଇକି ଆପଣ କ୍ୟାରିୟର ଗଢ଼ିବେ ନା ଆଉ କିଛି ଆପଣଙ୍କ ଯଦି ଅଛି ନା ମୁଁ ଆଉ କିଛି କରିପାରିବେ ମାନେ ସିନେମା ହଉ ବା ସିରିଏଲ ଯଦି ଆପଣଙ୍କୁ ସୁଯୋଗ ମିଳିବ କାରଣ ଆପଣ ଚୁଲବୁଲ ଦେଖିବାକୁ ଚୁଲବୁଲ ଦେଖା ଚାହୁଁଛନ୍ତି ଯଦି କୌଣସି ଗୋଟେ ଡାଇରେକ୍ଟର ଚାହିଁବେ ସିରିଏଲ ଡାଇରେକ୍ଟର ହଉ କି ଫିଲ୍ମ ଡାଇରେକ୍ଟର ହଉ ଆପଣ ନେବା ପାଇଁ ତ ଆପଣ ସେଠି ଅଭିନୟ କରିବାକୁ ଯିବେ ନା ଯାତ୍ରାରେ ଆପଣ ରହିଯିବେ। ନାଇଁ ମୁଁ ସିରିଏଲ କି ସିନେମା ଲାଇନକୁ କେବେ ଯାଇନି କି କେବେ ଯିବିନି। ମୁଁ ଏଇ ଲାଇନରେ ହିଁ ରହିବି। ମୋର ଗୋଟେ ସ୍ୱପ୍ନ କି ଏଇ ଲାଇନରେ ନାଁ କରିବାର ଅଛି। ତ ଭଗବାନଙ୍କର ସେତିକି ଆଶୀର୍ବାଦ ହଉ, ମୋ ଦର୍ଶକ ମାନଙ୍କର ସେତିକି ମୋ ପ୍ରତି ଆଶୀର୍ବାଦ ହଉ, ସେମାନଙ୍କ ହାତ ମୋ ମୁଣ୍ଡ ଉପରେ ଥାଉ, ମୋ ମାଆଙ୍କ ହାତ ବି ମୋ ଉପରେ ଥାଉ। ମୁଁ ବାସ୍ ଏଇ ଲାଇନରେ ଗୋଟେ ଭଲ ଅଭିନେତ୍ରୀ କି ବାହାରେ ମୋର ଏତିକି ଇଚ୍ଛା, ଏତିକି ଆଶା ବି ଅଛି, ଆଉ କିଛି ନାହିଁ। ଆଚ୍ଛା ଆପଣ ଜାଣିଥିବେ ଆପଣ ସେ ସୂର୍ଯ୍ୟ ମନ୍ଦିରରେ ଥିଲେ ଗୋଟେ ବହୁତ ବଡ଼ ନାଟକ ଥିଲା ହାଇଦର ସେ ହାଇଦର ଗୋଟେ ନାଟକ ଗୋଟେ ଗୀତ ଥିଲା ସାଇ ଗୀତ ନା କଣଟା ଆପଣ କହିବେ କି ସେ ତତେ ପାଇ ଆଉ କିଛି ନାହିଁ ପାଇବାର ସେ ସେ ଗୀତଟା ବହୁତ ମାତ୍ରାରେ ଭାଇରାଲ ହେଇଥିଲା ଆମେ ଅଧାରୁ ଦେଖିବାକୁ ପାଇଲୁ ଯେ ଆପଣ ସେ ଅଭିନୟ କରୁନାହାନ୍ତି କଣ ସେମିତି କିଛି ଅସୁବିଧା ହେଇଥିଲା କି? ନାଇଁ ନାଇଁ ସେମିତି କିଛି ନାହିଁ। ମୁଁ ସେ ନାଟକ କରିଥିଲି। ମୁଁ ସେଠି ମାନେ ବହୁତ ଭଲରେ ବି ଥିଲି। ସେଠିକି ଓନର ବି ବହୁତ ଭଲ ଥିଲେ। ମେନ୍ କଥା ହେଲା ଟିକେ ଦେହ ଟିକେ ଅସୁସ୍ଥ ରହିଲା। ଆପଣ ଯଦି ସୂର୍ଯ୍ୟ ମନ୍ଦିରରେ ଥାଆନ୍ତେ ଏ ବର୍ଷ ଯୋଉ ଗଲା ବର୍ଷ ଆଜ୍ଞା। ଥାଆନ୍ତେ ହାଇଦର ନାଟକ ଏତେ ପପୁଲାର ମାତ୍ରାରେ ଚାଲିଥିଲା ଯେ ପୁରା ଭାଇରାଲ ପିୟୁଷ ଭାଇ ସହିତ ଆପଣ ଆକ୍ଟିଂ କରିଥିଲେ ଯଦି ସିଏ ଆପଣ ଗୋଟେ ବର୍ଷ ରହିଯାଇଥାନ୍ତେ ସାୟଦ ଆପଣ ସେ ନାଟକରୁ ବି ଆପଣଙ୍କୁ ବଡ଼ ନାଁ ବି ହେଇଯାଇଥାନ୍ତା। ଆ, ଅବଶ୍ୟ ଯଦି ସତ କଥା କହିବି ସେ ନାଟକରୁ ହିଁ ମୋ ନାଁ ହେଇଛି ଯେତିକି ଦିନ ବି କରିଛି। ତ ବୋଧେ ଭଗବାନଙ୍କ ଇଚ୍ଛା ନଥିଲା ମୁଁ ସେଠି ରୁହେ ବୋଲି। ଅବଶ୍ୟ ପିୟୁଷ ଭାଇ ତ ବହୁତ ସପୋର୍ଟିଂ ମତେ କରିଛନ୍ତି। ସେ ମାନେ ହାଇଦର ନାଟକକୁ ନେଇକି ବହୁତ ସପୋର୍ଟିଂ କରିଛନ୍ତି। ବୋଧେ ଭଗବାନଙ୍କ ଇଚ୍ଛା ନଥିଲା ମୁଁ ଯୋଉଥିପାଇଁ ସେଠୁ ଓହରି ଆସିଥିଲି ବଟ୍ ଅବଶ୍ୟ କିଛି କାରଣ ଥିଲା। ମୁଁ ସେଇ ଲାଇନ୍ ସେଇଠୁ ଚାଲି ଆସିଥିଲି ସେଇଥିପାଇଁ ନହେଲେ ଆଉ କିଛି କାରଣ ନାହିଁ। ମାନେ ସେ ପାର୍ଟି ଭଲ ଥିଲା। ତ ଯେତେବେଳେ ଆପଣ ସୂର୍ଯ୍ୟ ମନ୍ଦିର ଛାଡ଼ିଲେ ତାପରେ ଆପଣ ଆସିକି ଘରେ କଣ କରୁଥିଲେ ଯିଏକି ଆପଣ ତ ଯାହାହେଲେ ବି ଘରେ ବସିଥିବେ ନା ଯାତ୍ରା ଅଧ୍ୟକ୍ଷ ଗଲା ପରେ ଆପଣ ଯାତ୍ରା ଅନୁଷ୍ଠାନ ତ ଆପଣ ରଖିବେନି ନା। ନାଇଁ ନାଇଁ ସେମିତି କିଛି ନାହିଁ। ମୁଁ ଯେତେବେଳେ ଘରେ ଯାଇକି ପହଞ୍ଚିଲି ତାପରେ ପରେ ମୋତେ ବହୁତ ଫୋନ୍ ଆସିଛି। ମାନେ ଆମର ଭଲ ଭଲ ଅନୁଷ୍ଠାନରୁ ଫୋନ୍ ଆସିଥିଲା ଯେ କି ଯିବା ପାଇଁ କିନ୍ତୁ ମୁଁ ଆଉ ଆସିନଥିଲି କାହିଁକିନା ହଠାତ୍ ଗୋଟେ ପାର୍ଟିରୁ ପଳେଇଥିଲି ମାଇଣ୍ଡ ଠିକ୍ ଠାକ୍ ନଥିଲା। ଆଉ ଘରେ ବି ସେମିତି ମୋ ମା ଆଉ ମୁଁ ନା ମୋତେ କିଛି ଠିକ୍ ଲାଗିଲାନି ଯେ କି ମୁଁ କ'ଣ କରିବି କ'ଣ ନାହିଁ। ଯେତେବେଳେ ବହୁତ ପାର୍ଟିରୁ ଅଫର୍ ଯାଇଛି ଯେ କି ଯିବା ପାଇଁ ଯେତେବେଳେ କୋଣାର୍କରୁ ଅଫର୍ ଗଲା ମୁଁ ଅବଶ୍ୟ ବହୁତ ନର୍ଭସ୍ ଥିଲି ବହୁତ ଡରି ବି ଯାଇଥିଲି ଯେ କି ମୁଁ କ'ଣ କରିବି। ଓନର ଯିଏ ବହୁତ ଭଲସେ କଥା ହେଲେ ଯେ କି ମାମୁନି ଆସେ ଇଏ ସିଏ ତାପରେ ନିଜକୁ ଭରସା ଜଗେଇକି ଆସିଲି ମାନେ ତାପରେ ଏଠି ଦଇତା ନନା ମୋର ଏଇ ଯେତିକି ସବୁ ଆର୍ଟିଷ୍ଟ ଅଛନ୍ତି କୋ ଆର୍ଟିଷ୍ଟ ବହୁତ ଭଲ ସମସ୍ତେ ବହୁତ ସପୋର୍ଟିଂ କରନ୍ତି ଆମକୁ ଏଠି। ଏବେ ପିୟୁଷ ଭାଇଙ୍କ କଥା କହିବାକୁ ଗଲେ ସିଏ ବି ଗୋଟେ ବର୍ଷ ପାଇଁକା ବୋଧେ ରହିଯାଇଛନ୍ତି ତ ତାଙ୍କ ପାଇଁ କ'ଣ କହିବେ? ମୁଁ ଆସିଲା ପରେ ବୋଧେ ସେସବୁ ହେଇଛି ମୁଁ ତ ଜାଣିନି। ପିୟୁଷ ଭାଇଙ୍କ ସହିତ ଯେତିକି କାମ କରୁଛି ସେ ବହୁତ ଭଲ ସେ ସେମିତି ନୁହନ୍ତି। କ'ଣ ହେଇଥିବ ମୁଁ ସେଇଟା ଜାଣିନି। ରାତି 11ଟା ହେଇଗଲେ ମୋତେ ନିଦ ଏମିତି ଭାଙ୍ଗିଯିବ ମୋତେ କାନ୍ଦ ଲାଗିବ ଉଠିକି ମୁଁ କାନ୍ଦିଛି ବହୁତ ଥର। ସେମିତି ତାଙ୍କୁ ବି କଷ୍ଟ ହଉଥିବ ସେ କାହାକୁ କହିପାରୁନଥିବ ବୋଧେ ଏମିତି ହଉଥିବ ଆଉ। ବହୁତ ବି ଆପଣଙ୍କ ତ ବଡ଼ ଅସୁବିଧା ହେଇଥାଇପାରେ ଆପଣ କହୁନାହାନ୍ତି ତାହେଲେ ଠିକ୍ ଅଛି ତ ଆମେ ଆଉ ଟିକେ ଯିବା ଆଉ ଏବେ ଆପଣଙ୍କ ସହିତ ପିୟୁଷ ଭାଇ ସହିତ କିଛି କଥାବାର୍ତ୍ତା ଆଲୋଚନା ହେଉଛି କି ନାହିଁ? ନାଇଁ ନାଇଁ ମୁଁ ଆଉ ଆସିଲାଠୁ କେବେ ପିୟୁଷ ଭାଇଙ୍କ ସହିତ କଥା ହେଇନି। ଆଉ ସମୟ ପଡ଼ିନି ତାପରେ ପିୟୁଷ ଭାଇଙ୍କ ସହିତ କେବେ ଦେଖା ବି ହେଇନି ମୁଁ କେବେ କଥା ହେଇନି। ଯେ ଆପଣ ଯେତେବେଳେ ଗୀତଟା ଆପଣ ତ କରୁଥିଲେ ହାଇଦର ନାଟକରେ କେତେ ଟପ୍ ଥିଲା ମାନେ ବିଶ୍ୱାସ କରିବୁନି ସେ ଗୀତ ଏବେ ବି ସୋସିଆଲ ମିଡ଼ିଆରେ ଭାଇରାଲ ଚାଲିଛି। ଆପଣ ଦେଖିବାକୁ ପାଇବେ ବି ଅଲଗା ଯାତ୍ରା ଅନୁଷ୍ଠାନରେ ମୁଁ ବି ନିଜେ ପରଫର୍ମାନ୍ସ କରିଛି ସେ ଗୀତରେ ଆମ ଗାଁ ଡ୍ରାମାରେ ମୁଁ ହିରୋ ହେଇଥିଲି। ସେ ଗୀତରେ ମୁଁ ପରଫର୍ମାନ୍ସ କରିଛି ମୋତେ ବହୁତ ଖୁସି ଅବଶ୍ୟ ମୁଁ ନାଚି ପାଇଲିନି ମୁଁ କହିଲି ନାହିଁ ସେ ଗୀତରେ ମୁଁ ନାଚିବି। ତ ସେ ଗୀତଟା ଏତେ ମାତ୍ରାରେ ଭାଇରାଲ ହେଇଥିଲା ମାନେ ଆପଣଙ୍କୁ କଷ୍ଟ ହିଁ ଲାଗିଥିବ ମୁଁ ଆଉ କିଛି ବର୍ଷ ଯଦି ରହିଥାନ୍ତି କିଛି ମାସ ରହିଥାନ୍ତି ସାୟଦ ମୋତେ ଆଉ ଅଧିକ ଲୋକ ଜାଣିପାରିଥାନ୍ତେ ତ ସେଠୁ ମୁଁ ଆସିକି କିଛି ଭୁଲ କରିଦେଲି କି ଆଉ। ନାଇଁ ମୋତେ ବହୁତ କଷ୍ଟ ହେଇଛି ଯେତେବେଳେ ମୁଁ ପାର୍ଟି ଛାଡ଼ିଲି ବି ମୋତେ ବହୁତ କଷ୍ଟ ହେଇଛି। ସେଇଟା ଛୋଟିଆ ମୋଟିଆ କଥା ନଥିଲା ମୁଁ ଯେତେବେଳେ ପଳେଇ ଆସିଲି ମୁଁ କହିଲି ବା ରାତି 11ଟାରେ 12ଟାରେ ମୁଁ କେଉଁଠି ବହୁତ ଥର କାନ୍ଦିଛି ମୋତେ କାନ୍ଦ ଲାଗେ। ଆଉ ଯେତେବେଳେ ମୁଁ ସେ ନାଟକ ଦେଖେ ମୁଁ ସେଇଟା କରିଛି ସେ ପାର୍ଟ କରିଛି ସେ ନାଟକ କରିଛି ବାଧିବ ତ ନିହାତି ସବୁ ପରେ ବି ଗୋଟେ କଥା ଭାବିଦେଲି ତ ବୋଧେ ଭଗବାନଙ୍କର ଇଚ୍ଛା ନଥିଲା ମୁଁ ସେଠି ରୁହେ ବୋଲି ତ ସେଇଥିପାଇଁ ମୁଁ ସେଠୁ ଓହରି ଆସିଲି। ଏବେ ବି କିଛି ନାହିଁ ଭଗବାନଙ୍କ ଯଦି ଆଶୀର୍ବାଦ ଥିବ ଦର୍ଶକମାନଙ୍କ ଆଶୀର୍ବାଦ ଥିବ ମୁଁ ଆଗକୁ ଯିବି। କିନ୍ତୁ ସେଭଳିଆ ଗୀତ ପାଇବେ କି ନ ପାଇବେ ସେମିତି କିଛି ଗ୍ୟାରେଣ୍ଟି ନାହିଁ ତ ସେଭଳିଆ ଗୀତ ଆସିବା ଅସମ୍ଭବ। ତ ଆପଣ ଯେତେବେଳେ କୋଣାର୍କ ନାଟକୁ ଆସିଲେ ତ ରିହର୍ସାଲ କରୁଥିଲେ ଆଖଡ଼ା ଶାଳରେ ତ କେମିତି ଥିଲା ରିହର୍ସାଲ? କୋଣାର୍କ ପ୍ରଥମେ ଆସି ରିହର୍ସାଲକୁ କହିଲି ମାନେ ନର୍ଭସ୍ ଥିଲି ବହୁତ ନର୍ଭସ୍ ଥିଲି ମାନେ ନୂଆ ନୂଆ ନା ତାପରେ ଗୋଟେ କଥା ହେଲା ମୁଁ ନ୍ୟୁ କମର ଆମେ ଏଇ ଆମର କୋଣାର୍କ ପାଟରେ ଆଉ ଜଣେ ଝିଅ ବି ଆସିଛି ସେ ବି ନ୍ୟୁ କମର ଡର ଲାଗୁଥିଲା ଅବଶ୍ୟ ବହୁତ ଡର ଲାଗୁଥିଲା ମୁଁ କ'ଣ କରିବି ସେଠି ଏତେ ବଡ଼ ପାର୍ଟି
ସୂର୍ଯ୍ୟ ମନ୍ଦିର ମୁଁ ପ୍ରଥମ ବର୍ଷ ରହିଥିଲି, ସେକେଣ୍ଡ ବର୍ଷ ଟିକେ ନର୍ଭସ୍ କମି ଯାଇଥିଲା। ହଁ, ନର୍ଭସ୍ କମି ଯାଇଥିଲା, ବହୁତ ନର୍ଭସ୍ ହେଇଥିଲି। ତାପରେ ଆସ୍ତେ ଆସ୍ତେ ଦେଖିଲି ମାନେ ମାନେ ଏତେ ଭଲ ଅନୁଷ୍ଠାନ କହିବାର କଥା ନାହିଁ, ମାନେ ବହୁତ ଭଲ, କିଛି ନାହିଁ। ଆଜି ଆପଣଙ୍କର କଣ କ୍ୟାରେକ୍ଟର ଅଛି, ଆଉ ଯଦି କ୍ୟାରେକ୍ଟର କିଛି ଡାଇଲଗ ମନେ ଥିବ ଟିକେ ଦର୍ଶକଙ୍କୁ ଟିକେ ମାରିକି ଶୁଣେଇଦେବେ। ଆଜ୍ଞା, ମୋର ଏଠି ଯୋଉ ଆମର ତୁ ବୋଧେ ମୋ ଭାଗ୍ୟର ନା ନାଟକ ଚାଲିଛି, ମୋର ସେଥିରେ ଗୋଟେ ଗାଉଁଲି କ୍ୟାରେକ୍ଟର ପଡ଼ିଛି। ମୁଁ ସେଥିରେ ଗୋଟେ ଡାଇଲଗ କହୁଛି। ଦୁଃଖ ଡାଇଲଗ ଅଛି, ଦୁଃଖ ଡାଇଲଗ ହଁ, ଦୁଃଖ ଡାଇଲଗ ଅଛି। ଭଲ ଲାଗିବ ଆପଣ କେତେବେଳକୁ ସେ ଡାଇଲଗ ଭଲ ମାନିବ। ଖାଲି ଖାଲି ସେତିକି ନୁହଁ ଦିଦି, ମୁଁ ଯେତେ ଭଲ ରୋଷେଇ କଲେ ବି କହୁଛୁ ସେ ତୁ ନାହିଁ ବୋଲି ମତେ ଖାଇ ପାରୁଛୁ ନିଲ ସୁନା। ଆଉ ଜାଣିଛ, ଆଜି ସକାଳୁ ସେ ମୋ ଉପରେ ଜୋରେ ପାଟି କଲେ, ଆଉ କହିଲେ ଗୋଟେ ଥାଳି କଣ ବାଢିଛୁ, ଆଉ ଗୋଟେ ଥାଳି ବାଢୁନୁ, ସେ ତୁ ଖାଇବ। ବହୁତ ବହୁତ ବଢିଆ। ଶେଷରେ ଯାତ୍ରା ଦର୍ଶକ ବନ୍ଧୁଙ୍କୁ ଆପଣ କଣ କହିବେ? ଯାତ୍ରା ଦର୍ଶକ ମାନଙ୍କୁ ଏତିକି କହୁଛି, ମତେ ବାସ୍ ଆଶୀର୍ବାଦ କରନ୍ତୁ। ଆପଣଙ୍କ ଆଶୀର୍ବାଦରେ ଭଲ ଅଭିନେତ୍ରୀ ବାହାରେ। ସବୁ ନାଟକ ଦେଖନ୍ତୁ, ଯାତ୍ରା ଲାଇନ ବି ସେମିତି କିଛି ନୁହଁ, ବହୁତ ଭଲ। ଆଗ ଯୋଉମାନେ ଅପେକ୍ଷା ବି ଆସୁଛନ୍ତି ଯାତ୍ରାକୁ ଆସନ୍ତୁ, ଭଲ ନାଁ କରନ୍ତୁ, ବାସ୍ ବହୁତ ସେତିକି। ଧନ୍ୟବାଦ। ନମସ୍କାର, ଜୟ ଜଗନ୍ନାଥ।